ବୃନ୍ଦାବନରେ ପ୍ରଭୁପାଦ ମହାରାଜ ଯେତେବେଳେ ଥିଲେ ତାଙ୍କର ଜଣେ ଶିଷ୍ୟ ଥିଲେ। ସେ ଶିଷ୍ୟ କ'ଣ କଲେ, ସିଏ ରାଧାରମଣ, ଆପଣ ଜାଣିଥିବେ ରାଧାରମଣ ତିନିଟା ବିଗ୍ରହର ମିଳନ। ରାଧାରମଣ, ଗୋପୀନାଥ, ମଦନ କ'ଣ ସେଟା ଆମର ଗୋବିନ୍ଦ, ଗୋପୀନାଥ, ମଦନ ମୋହନ, ତିନିଟା ବିଗ୍ରହର ମିଳନ ରୂପ ହେଉଛି ରାଧାରମଣ। ବୁଝିପାରିଲେ ନା? ସେ ରାଧାରମଣ ବୃନ୍ଦାବନରେ ଯେଉଁ ଅଛନ୍ତି ବଡ଼ ସୁନ୍ଦର ବିଗ୍ରହ, ବଡ଼ ଆକର୍ଷଣ। ଯଦି ରାଧାରମଣକୁ ଦେଖିବ ଆଉ କୃଷ୍ଣଙ୍କୁ ଯଦି ବିଶ୍ୱାସ କରିବନି ତାହେଲେ ତାର ଜୀବନ ପୁରା ବେକାର। କୁହାହେଇଛି ରାଧାରମଣ ବଡ଼ ସୁନ୍ଦର ବିଗ୍ରହ। ହେଲେ ପ୍ରଭୁପାଦ ମହାରାଜଙ୍କ ସମୟରେ ପ୍ରଭୁପାଦଙ୍କର ଜଣେ ଶିଷ୍ୟ ସବୁଦିନ ଯାଇକି ରାଧାରମଣଙ୍କୁ ଦର୍ଶନ କରୁଥିଲେ ଆଉ ତାଙ୍କର ଆରତିରେ ବିଶେଷ କରି ସବୁବେଳେ ଦେଖୁଥିଲେ। ଗୋଟେ ଧ୍ୟାନରେ ଦେଖିକିରି ତାଙ୍କୁ ପ୍ରଣାମ କରିକିରି। ହେଲେ ତାଙ୍କର ସେଇଟା ଯେଉଁ ପୂଜାରୀ ଥିଲେ ବ୍ରାହ୍ମଣ, ବେଦପାଠ ବ୍ରାହ୍ମଣ, ସିଏ କ'ଣ କଲେ ନା ସେ ଭକ୍ତଙ୍କୁ ସବୁବେଳେ ଦେଖୁଥିଲେ। ଦେଖିଲା ପରେ ତାଙ୍କ ସହିତ ଟିକେ ଘନିଷ୍ଠ ହେଇଗଲେ, କ୍ଲୋଜ୍ ହେଇଗଲେ। କ୍ଲୋଜ୍ ହେଲା ପରେ ସେ ଯେଉଁ ସନ୍ନ୍ୟାସୀ ମହାରାଜଙ୍କୁ ସବୁବେଳେ ପ୍ରସାଦ ଟିକେ ମାଗୁଥିଲେ, ଫୁଲ ଟିକେ ମାଗୁଥିଲେ, ତାଙ୍କୁ ଦେଖାଶୁଣା କରୁଥିଲେ। ତ ତାଙ୍କୁ କହିଲେ, ଆଜ୍ଞା ମୁଁ ଟିକେ ଆଳତି କରି। ସେ ଗୋସାଇଁ କହିଲେ, ଭକ୍ତ କହିଲେ, ପ୍ରଭୁଜୀ ଆପଣ ଯେଉଁ ଆସି ଦର୍ଶନ କରୁଛନ୍ତି ଆପଣ ବଡ଼ ଭାଗ୍ୟ। ଆପଣ ଏମିତି ଯଦି ଦର୍ଶନ କରିବେ ଆପଣ ଆର ଜନ୍ମକୁ ଆମର ଭାରତ ଭୂମିରେ ଜନ୍ମ ହେବେ। ଆପଣ ବିଦେଶର ଲୋକ, ଫରେନ୍ ଲୋକ ନା, ମ୍ଲେଚ୍ଛ ଦେଶର ଲୋକ ଯାଉ ସବୁ, ତମେ ସବୁ ଆମ ଦେଶରେ ଜନ୍ମ ହେବ। ଆଉ ଥରେ ଆମ ଦେଶରେ କେତେଦିନ ଏମିତି ଆଳତି ଦେଖିବ, ଭଗବତ ସଙ୍ଗ କରିବ ବୋଲେ ଆମ କୂଳରେ ଜନ୍ମ ହେବ। ଆମର ଭଳିଆ ବେଦପାଠ ବ୍ରାହ୍ମଣ କୂଳରେ ଜନ୍ମ ହେବ। ଆମର ବେଦପାଠ ବ୍ରାହ୍ମଣ କୂଳରେ ଯଦି ଆଉ ଗୋଟେ ଜନ୍ମ ହେବ, ତାପରେ ଏମିତି ରାଧାରମଣଙ୍କୁ ଆଳତି କରିବାକୁ ସୁଯୋଗ ମିଳିବ। ମାନେ ଆପଣଙ୍କୁ ରାଧାରମଣଙ୍କର ଆଳତି କରିବା ପାଇଁ 3 ଜନ୍ମ ଲାଗିବ। ଇଏ ପୁରା ଛାନିଆ ହେଇଗଲା, 3 ଜନ୍ମ ଲାଗିବ ରାଧାରମଣଙ୍କୁ ଆଳତି କରିବା ପାଇଁ? ହଁ ଲାଗିବ ତ, ଆପଣ ମ୍ଲେଚ୍ଛ ଦେଶର ଲୋକ ନା, ଲାଗିବ 3 ଜନ୍ମ ଲାଗିଯିବ। ସେ ଭକ୍ତ ଆସିକି ମନ ଦୁଃଖ କରିକିରି ପ୍ରଭୁପାଦ ମହାରାଜଙ୍କୁ କହିଲେ, ମହାରାଜ ସେ ଗୋସେଇ ସେଠିର ଏମିତି କହିଲେ ମୋତେ ଆଉ 3 ଜନ୍ମ ଲାଗିବ ବୋଲି କହିଲେ। ସେ ମହାରାଜ କହିଲେ, ତମେ ଗୋଟେ କାମ କର, ତମେ କାଲିକି ଯାଇକିରି ସେ ଗୋସେଇକି କହ, ବୋଲେ ଗୋସେଇ ତମେ ଏମିତି 7 ଜନ୍ମ ଏମିତି ଆଳତି କଲେ ବିଦେଶରେ ଜନ୍ମ ହେବ। ତମେ ବିଦେଶରେ ଜନ୍ମ ହେଲେ ଆମର ଯେଉଁ ଗୁରୁଜୀ ଅଛନ୍ତି ପ୍ରଭୁପାଦ ମହାରାଜ, ତାଙ୍କଠୁ ଦୀକ୍ଷା ନେବ ଆଉ ହରେକୃଷ୍ଣ ମହାମନ୍ତ୍ର ଜପ କରିବ। ତମକୁ 7 ଜନ୍ମ ଲାଗିବ ହରେକୃଷ୍ଣ ଜପିବା ପାଇଁ। ମୋତେ 3 ଜନ୍ମ ପରେ ଆଳତି କରିବା କିଛି ଆବଶ୍ୟକ ନାହିଁ। କାହିଁକି ନା ଏଇଠି କୁହାହେଇଛି, ପରିଷ୍କାର ଭାବରେ କୁହାହେଇଛି। କ'ଣ ନା, ଯଦି ଜଣେ ଚଣ୍ଡାଳ କୂଳରେ ଜନ୍ମ ହେଲେ ମଧ୍ୟ ସେ ଆତ୍ମାନୁଭୂତି ଲାଭର ସର୍ବୋଚ୍ଚ ସ୍ତରରେ ଅବସ୍ଥିତ ଅଛି ବୋଲି ବୁଝିବାକୁ ପଡ଼ିବ। କେମିତି? ଯଦି ସେ ହରେକୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛି। ଚଣ୍ଡାଳ କୂଳରେ ହଉ, ମ୍ଲେଚ୍ଛ ଦେଶରେ ହଉ, କ'ଣ ହେଲା, କିଛି ଅସୁବିଧା ନାହିଁ। କୁହାହେଇଛି ଯଦି ଆପଣଙ୍କର ଦିବ୍ୟ ନାମ ଯଦି କୀର୍ତ୍ତନ କରୁଛି, ସେ ନିଚ କୂଳରେ ଜନ୍ମ ହେଲେ ମଧ୍ୟ ସେ ଆତ୍ମାନୁଭୂତି ଲାଭର ସର୍ବୋଚ୍ଚ ସ୍ତରରେ ଅଛି ବୋଲି ବୁଝିବାକୁ ପଡ଼ିବ। ଏ ପ୍ରକାର ବ୍ୟକ୍ତି ସମସ୍ତ ତପସ୍ୟା, ସମସ୍ତ ସାଧନା କରିସାରିଛି, କର୍ମକାଣ୍ଡ ଅନୁସାରେ ସମସ୍ତ ଯଜ୍ଞ ବିଧି ଅନୁଷ୍ଠାନ କରିସାରିଛି, ସମସ୍ତ ତୀର୍ଥକ୍ଷେତ୍ରରେ ଭ୍ରମଣ କରିସାରିଛି, ସମସ୍ତ ନଦୀରେ ସ୍ନାନ କରିସାରିଛି, ଅନେକ ବାର ବୈଦିକ ସାହିତ୍ୟ ଅଧ୍ୟୟନ କରିସାରିଛି, ବୁଝିବାକୁ ପଡ଼ିବ। ହେଲା, ପ୍ରଭୁପାଦ ମହାରାଜ ଯେଉଁ କହିଲେ ନିରାଟ ସତ୍ୟ କଥା। ଜଣେ ଯଦି ହରେକୃଷ୍ଣ ମହାମନ୍ତ୍ର ଜପ କରିଦେଉଛି ତାର ସବୁ ଯାକ ହେଇଯାଇଛି, ହେଲା, ତାକୁ ଅଲଗାରେ କିଛି କରିବା ଆବଶ୍ୟକ ନାହିଁ।